ନାଇଁ ଏ ବଜେଟରେ ତ କିଛି ନୂଆ କଥା ନାହିଁ। ଆପଣ କୋଉଟା ନୂଆ କଥା ଦେଖିଲେ ସେଥିରେ? ଭତ୍ତା ଭତ୍ତା ତ ସେ 100 ଟଙ୍କା ଲେଖା ଦେବେ, 1000 ଟଙ୍କା ଲେଖା ଦେବେ ମଧୁବାବୁ ପେନସନ। ଆମ ସରକାର ତ 1000 ଟଙ୍କା ଦଉଥିଲେ, ଏବେ ସେ ସରକାର 1000 ଟଙ୍କା ଲେଖା ଦେବେ। ନୂଆ କଥା ତ କିଛି ହେଇନି। କିଏ କହୁଛନ୍ତି? ତାଙ୍କୁ ତ ସବୁ ଆକର୍ଷଣ ଲାଗିବ ନା। ତାଙ୍କୁ ଯେତେବେଳେ ବିଜେଡିରେ ଥିଲେ ବିଜେଡି ଆକର୍ଷଣ ଲାଗୁଥିଲା। ଏବେ ବିଜେପି କି ଯାଇଛନ୍ତି ସେ ବି ଆକର୍ଷଣ ଲାଗିବ। ଯେତେବେଳେ ସେ ବିଜେଡିରେ ଥିଲେ ସେତେବେଳେ ସେ କହୁଥିଲେ ଯେ ନବୀନ ବାବୁ ଯୋଉ ବଜେଟ କରିଛନ୍ତି ଆକର୍ଷଣୀୟ ବଜେଟ। ଏବେ ବିଜେପି କି ଯାଇଛନ୍ତି ସେଠି ବି କହିବେ ଆକର୍ଷଣୀୟ ବଜେଟ। ତାଙ୍କ କଥାରେ କ'ଣ ବିଜେପି ଦଳ ଚାଲିଛି? ତାଙ୍କ କଥାକୁ ବିଜେପି ଗ୍ରହଣ କରୁନି କି କୌଣସି ଓଜନ ନାହିଁ। ବିଜେପି ତାଙ୍କ କଥାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନାଇଁ। ଗତ ଥର ବଜେଟରେ ଯେତିକି ହେଇଥିଲା ସେ ପଇସା ସେ ପର୍ଯ୍ୟନ୍ତ ସଠିକ ଭାବରେ ଖର୍ଚ୍ଚ ହେଇନାହିଁ। ଗୋଟେ ଗୋଟେ ଡିପାର୍ଟମେଣ୍ଟରେ ଆପଣ ଦେଖିବେ 20% 25% ଖର୍ଚ୍ଚ ହେଇଛି ଏବଂ ଆଭରେଜ ଦେଖିଲେ ଆପଣଙ୍କର 56% ପଇସା ଖର୍ଚ୍ଚ ହେଇଛି। ଆଉ ତ ପଇସା ଖର୍ଚ୍ଚ ହେଇପାରିନି, 44% ପଇସା ଖର୍ଚ୍ଚ ହେଇପାରିନି। ପ୍ରତିବର୍ଷ ଯଦି ଏହା କରିବେ ଆମେ ବିରାଟ ଯୋଜନା କରିଦେବୁ କିନ୍ତୁ ଖର୍ଚ୍ଚ କରିପାରିବୁ ନାହିଁ। ସେଥିରେ କ'ଣ ବାହାଦୁରୀ ଅଛି ସରକାରଙ୍କର? ଖାଲି ବଜେଟ ପଢ଼ିକି ଖାଲି ଲୋକମାନଙ୍କୁ ଭୁଆଁ ବୁଲେଇଲେ ଲୋକମାନଙ୍କ ପେଟ ପୁରିଯିବ ନା ଗାଁର ଉନ୍ନତି ହେଇଯିବ ନା ଲୋକଙ୍କ ଉନ୍ନତି ହେଇଯିବ? ଆରଥର ଯେଉଁ ବଜେଟ କଲେ 56% ଏପର୍ଯ୍ୟନ୍ତ ଖର୍ଚ୍ଚ କରିଛନ୍ତି। 56%ରୁ ଅଧିକା ଖର୍ଚ୍ଚ କରିପାରିନାହାନ୍ତି। 44% ପଇସା ବର୍ତ୍ତମାନ ସରେଣ୍ଡର କରି ପୁଣି ସେ ପଇସାକୁ ନେଇକି ନୂଆ ବଜେଟ ତିଆରି କରୁଛନ୍ତି। ଏଇଭଳିଆ ନୂଆ ନୂଆ କଥା କହି କହି ମିଛ କଥା କହି କହି ସେ ପାର ହେଇଯିବେ, ଲୋକଙ୍କ ସମସ୍ୟାକୁ ସମାଧାନ କରିପାରିବେନି।